ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ କ୍ୟାଶଲେସ୍ ଚିକିତ୍ସା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ କ୍ୟାଶଲେସ୍ ଚିକିତ୍ସା ମିଳିବ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଦିନ କହିଛନ୍ତି ଯେ ସରକାର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଲାଗି କ୍ୟାଶଲେସ୍ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ 1 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମାଗଣା ଚିକିତ୍ସା ମିଳିବ। ତେବେ ମାର୍ଚ୍ଚ ମଧ୍ୟରେ ସଂଶୋଧିତ ଯୋଜନା ଆଣିବାର ପ୍ରସ୍ତୁତି କରାଯାଉଥିବା ସେ କହିଛନ୍ତି। ଗଡ଼କରୀ କହିଛନ୍ତି ଯେ ଏହି ଯୋଜନା କୌଣସି ବାହନ ଦ୍ୱାରା ହୋଇଥିବା ସମସ୍ତ ସଡ଼କ ଦୁର୍ଘଟଣା ଉପରେ ଲାଗୁ ହେବ। ପାଇଲଟ କାର୍ଯ୍ୟକ୍ରମର ଯୋଜନା ମୁତାବକ ଆହତମାନଙ୍କୁ ଦୁର୍ଘଟଣା ହେବା ତାରିଖରୁ 7 ଦିନ ଅବଧି ଯାଏଁ ଅଧିକରୁ ଅଧିକ 1,50,000 ଟଙ୍କା ଯାଏଁ କ୍ୟାଶଲେସ୍ ଚିକିତ୍ସାର ହକଦାର ଅଟନ୍ତି। 14 ମାର୍ଚ୍ଚ 2004ରେ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ କ୍ୟାଶଲେସ୍ ଚିକିତ୍ସା ପ୍ରଦାନ କରିବା ଲାଗି ଏକ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚଣ୍ଡିଗଡ଼ରେ ଆରମ୍ଭ କରାଯାଇଥିବା ପାଇଲଟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସମୟ ଥାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ଏକ ପରିବେଶ ସୃଷ୍ଟି କରିବା ଥିଲା। ଏହି ପ୍ରୋଜେକ୍ଟକୁ ପରେ 6 ରାଜ୍ୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଅଗଷ୍ଟ 2024ରେ ସୂଚନା ଦେଇଥିଲେ ଯେ ଯୋଜନା ଅନ୍ତର୍ଗତ ଆସିବାକୁ ଥିବା ଆହତମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ଡାକ୍ତରଖାନାରେ ଦୁର୍ଘଟଣା ଘଟିବା ତାରିଖରୁ 7 ଦିନ ଅବଧି ଯାଏଁ ଟ୍ରମା ଏବଂ ପଲିଟ୍ରମା ଚିକିତ୍ସା ସମ୍ବନ୍ଧୀୟ 1,50,000 ଟଙ୍କା ଯାଏଁ ସ୍ୱାସ୍ଥ୍ୟ ଲାଭ ପ୍ୟାକେଜ ଦିଆଯାଇଥାଏ। ପିଆଇବି ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ NHA, ସ୍ଥାନୀୟ ପୋଲିସ, ତାଲିକାଭୁକ୍ତ ଡାକ୍ତରଖାନା, ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ସାମାନ୍ୟ ବୀମା ପରିଷଦ ସହ ସମାନ ବ୍ୟୟ କାର୍ଯ୍ୟକ୍ରମ ଲାଗୁ କରିବା ଲାଗି ଦାୟୀ ଅଟନ୍ତି। ଗଡ଼କରୀ କହିଛନ୍ତି ଯେ ଯଦି ପୋଲିସକୁ ଦୁର୍ଘଟଣା ହେବାର 24 ଘଣ୍ଟା ମଧ୍ୟରେ ସୂଚିତ କରାଯାଏ ତେବେ ସରକାର ଚିକିତ୍ସା ଖର୍ଚ୍ଚ ଉଠାଇବେ। ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ। 2024ରେ ପ୍ରାୟ 1,80,000 ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିରୁ 30,000 ମୃତ୍ୟୁ ହେଲମେଟ୍ ନ ପିନ୍ଧିବା ଯୋଗୁଁ ହୋଇଛି। ହିଟ୍ ଆଣ୍ଡ ରନ୍ ସ୍ଥିତିରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ 2 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।